ଭିଜିଲାନ୍ସ ଜାଲରେ ପଡ଼ିଥିବା ସରକାରୀ ବାବୁଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଖୋଲୁଛି ଗୁମର। ଚଢ଼ାଉ ବେଳେ ମିଳିଛି ଅନେକ ପ୍ଲଟ୍। 9ଟି ଦାମୀ ପ୍ଲଟ୍, ଭୁବନେଶ୍ୱରରେ 2ଟି ଫ୍ଲାଟ୍, ଗୋଟିଏ ବହୁମୁଖୀ ପ୍ରାସାଦ ଠାବ ହୋଇଛି। ଭୁବନେଶ୍ୱର ସାମନ୍ତରାପୁର ସ୍ଥିତ ଶ୍ରୀରାମନଗରରେ 3600 ବର୍ଗଫୁଟର ନିର୍ମିତ ହୋଇଛି 2 ମହଲା କୋଠା। ଲକ୍ଷ୍ମୀସାଗର ଭଗବାନ ଟାୱାରରେ ତୃତୀୟ ମହଲାରେ ରହିଛି ଫ୍ଲାଟ୍। ଭୁବନେଶ୍ୱର ଏବଂ ପୁରୀରେ 9ଟି ଦାମୀ ପ୍ଲଟ୍ ମିଳିଛି। ନଗଦ 2,05,000 ଟଙ୍କା ଏବଂ ପାଖାପାଖି 150 ଗ୍ରାମର ସୁନା ଗହଣା ଜବତ କରିଛି ଭିଜିଲାନ୍ସ। ଏଥିସହିତ ଗୋଟିଏ 4 ଚକିଆ ଏବଂ 4ଟି ବାଇକ୍ ଜବତ ହୋଇଛି। ତା ସହିତ ବ୍ୟାଙ୍କ ଏବଂ ପୋଷ୍ଟାଲ ଜମା ମଧ୍ୟ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରୁ ମିଳିଛି। ଭିଜିଲାନ୍ସ ଜାଲରେ ପଡ଼ିଥିବା ସରକାରୀ ବାବୁଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଖୋଲୁଛି ଗୁମର। ଚଢ଼ାଉ ବେଳେ ମିଳିଛି ଅନେକ ପ୍ଲଟ୍। 9ଟି ଦାମୀ ପ୍ଲଟ୍, ଭୁବନେଶ୍ୱରରେ 2ଟି ଫ୍ଲାଟ୍, ଗୋଟିଏ ବହୁମୁଖୀ ପ୍ରାସାଦ ଠାବ ହୋଇଛି। ଭୁବନେଶ୍ୱର ସାମନ୍ତରାପୁର ସ୍ଥିତ ଶ୍ରୀରାମନଗରରେ 3600 ବର୍ଗଫୁଟର ନିର୍ମିତ ହୋଇଛି 2 ମହଲା କୋଠା। ଲକ୍ଷ୍ମୀସାଗର ଭଗବାନ ଟାୱାରରେ ତୃତୀୟ ମହଲାରେ ରହିଛି ଫ୍ଲାଟ୍। ଭୁବନେଶ୍ୱର ଏବଂ ପୁରୀରେ 9ଟି ଦାମୀ ପ୍ଲଟ୍ ମିଳିଛି। ନଗଦ 2,05,000 ଟଙ୍କା ଏବଂ ପାଖାପାଖି 150 ଗ୍ରାମର ସୁନା ଗହଣା ଜବତ କରିଛି ଭିଜିଲାନ୍ସ। ଏଥିସହିତ ଗୋଟିଏ 4 ଚକିଆ ଏବଂ 4ଟି ବାଇକ୍ ଜବତ ହୋଇଛି। ତା ସହିତ ବ୍ୟାଙ୍କ ଏବଂ ପୋଷ୍ଟାଲ ଜମା ମଧ୍ୟ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରୁ ମିଳିଛି।